ଏଇଠି ଦେଖନ୍ତୁ କେମିତି ଗୋଟି ଗୋଟି ହେଇଛି ନା। ଯେକୌଣସି ରେସିପି ହେଉ ଯଦି ଛୋଟ ଛୋଟ ଟିପ୍ସ ଆମେ ଫଲୋ କରିକି ଆମେ ବନେଇବା ରେସିପିଟା ବହୁତ ବଢ଼ିଆ ହେବ। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ବନେଇବା ଟମାଟୋ ଆଉ ରାଇସ୍ ଫ୍ରାଏ। ଦେଖନ୍ତୁ ସେଥିପାଇଁ ଆମେ କେମିତି ପୁରା ମାର୍କେଟ ଭଳି ଅତି ସହଜରେ ଅତି କମ୍ ସମୟରେ ବନେଇ ପାରିବା। ଚାଉଳକୁ ଆଗରୁ ଟିକେ ନାଗରୁ 5-10 ମିନିଟ୍ ପର୍ଯ୍ୟନ୍ତ ବତୁରେଇ ଦେବା। ତାପରେ ତା ପାଇଁ ନେଇଯିବା ଏମିତି ଛୋଟ ଛୋଟ ପିଆଜ ଦିଟା, ତାକୁ କାଟିକି ନେଇଛି। ଆଉ ଏଇଠି ନେବା ମସଲା। ମୁଁ ଏଇଠି ନେଇଛି ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ ଆଉ ଗୋଲମରିଚ 3-4ଟା। ଗୋଲମରିଚକୁ ଟିକେ ଛେଚିକିରି ପକାଇଦେବା। ତ ଦେଖନ୍ତୁ ତାପରେ ଜାଇଫଳ ପୁରା ଛୋଟଟେ ନେଇଛି। ସକାଳୁ ଯେତେବେଳେ ତରତର ହେଉଥିବେ ଏମିତି ଶୀଘ୍ର ବନେଇବାର ବହୁତ ସହଜ ଉପାୟ। ସାଙ୍ଗେ ସାଙ୍ଗେ 5 ମିନିଟ୍ ଭିତରେ ବନେଇଦେବା ଆଉ ପିଲାମାନଙ୍କୁ ଟିଫିନ୍ରେ ଦେବା। ପିଲାମାନେ ଖାଇକି ଯିବେ ସ୍କୁଲ। ତାପରେ ମୁଁ ବିଲାତି ଦିଟା ନେଇଛି, ବିଲାତିକୁ କାଟିକି ରଖିବି। ଚାଉଳକୁ ବି ଭଲ ଭାବରେ ଧୋଇ ଆଣୁଛି। ଗଡ଼େଇବା ଯଦି ଗୋଡ଼ି ଥିବ, ଏଇଟା ଦୋକାନରୁ ଚାଉଳ ଆସିଛି, ବିଲକୁଲ ବି ଗୋଡ଼ି ନଥିଲା। ତାପରେ ଏଠି ପ୍ରେସର ବସେଇକି ଦେଖନ୍ତୁ 2 ବଡ଼ ଚାମଚ ତେଲ ଦେଲି। ମୁଁ ଏଠି ପୁରା କମ୍ ତେଲରେ ତିଆରି କରିବି ଦେଖନ୍ତୁ। ଆଉ ତେଲ ତାତିଗଲେ ସେ ମସଲା ଗୁଡ଼ାକ ପକାଇ ନେବା। ଆଗ ମସଲା ପକାଇଦେବା, ତାପରେ ଜିରା ଗୋଟେ ଛୋଟ ଚାମଚରେ ପକାଇବା। ଜିରାଟା ଯେମିତି ଫୁଟିଯିବ ଆମେ ଲଙ୍କା ପକାଇବା। ଲଙ୍କା ଆଗରୁ ପକାଇବାନି, ନହେଲେ ଲାଲ ପୁରା ହେଇଯିବ, କଳା ପଡ଼ିଯିବ। ତାପରେ ଏଇଠି ଆମେ କ'ଣ କରିବା, ପିଆଜକୁ ପକାଇଦେବା। ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମରେ ରଖିକି ଆମେ ପିଆଜକୁ ଭାଜିବା ଲାଲ ହେବା ପର୍ଯ୍ୟନ୍ତ। ଆଉ ଧ୍ୟାନ ଦେବେ ପିଆଜ ଯେମିତି ପୋଡ଼ି ନଯାଏ। ଯଦି ପିଆଜ ପୋଡ଼ିଯିବ ତାର ବାସ୍ନାଟା ଅଲଗା ପ୍ରକାର ହେବ। ତ ଏଇଠି ଦେଖନ୍ତୁ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମରେ ରଖିକି ମୁଁ ପିଆଜକୁ ଭାଜି ନେଇଛି ଲାଲ ହେବା ପର୍ଯ୍ୟନ୍ତ। ଏଇଠି ଭାଜି ହେଇଗଲାଣି। ଏଇ ଷ୍ଟେଜ୍ରେ ଆମେ କ'ଣ କରିବା, ଗ୍ୟାସର ଫ୍ଲେମ୍କୁ ଏବେ ଲୋ କରିଦେବା। ତାପରେ ଏଠି ଦେବା ଅଦା ରସୁଣ ଗୋଟେ ଛୋଟ ଚାମଚ ଦେଖନ୍ତୁ ଦେଇଛି, ବେଶୀ ବଡ଼ ଚାମଚ ନୁହଁ। ତାକୁ ଦେଇଦେବା। ଆଉ ଏଇଠି ଆମେ ଟିକେ ନାଗୁରୁ ଭାଜିବା, ପୁରା ଲୋ ଫ୍ଲେମ୍ରେ ତ ରଖିଥିବା, ବିଲକୁଲ ବି ଆମେ ହାଇ କରିବାନି, ପୋଡ଼ିଯିବ। ଟିକେ ନାଗୁରୁ 2 ଥର ଏପଟ ସେପଟ ଏମିତି ମାଡ଼ି ମୋଡ଼ି ଦେଇକି ତାକୁ ଟିକେ ଭାଜିଦେବା, ଯେମିତି ତାର ବାସ୍ନାଟା ପଳେଇ ଆସିବ ଅଦା ରସୁଣ ପେଷ୍ଟର। ଯେଉଁ ବିଲାତିକୁ ଆମେ କାଟିକି ରଖିଥିଲେ ଆମେ ସେଇଥିରେ ପକାଇ ନେବା। ଫ୍ଲେମ୍କୁ ଯଦି ଆମେ ଏଇଠି ହାଇ କରିଦେବା ନା, ତାହେଲେ ଅଦା ରସୁଣର ପେଷ୍ଟଟା ଟିକେ ପୋଡ଼ାଳିଆ ବାସ୍ନା ହେବ। କାରଣ ଆମେ ଏଇଠି ଖୁବ୍ କମ୍ ତେଲ ପକାଇଛେ। ମୁଁ ଯେକୌଣସି ଜିନିଷ ତିଆରି କରେ କେମିତି କମ୍ ତେଲରେ ରୋଷେଇଟା ହେଇପାରିବ, ସବୁବେଳେ ମୁଁ ସେଇ ଚେଷ୍ଟା କରେ। ତାପରେ ଏଇଠି ଦେଖନ୍ତୁ ଟିକେ ନାଗୁରୁ ଲାଗିଲା ଭଳିଆ ହେଇଗଲା, ମୁଁ ଅଳ୍ପ ଟିକେ 1 ଚାମଚ ପାଖାପାଖି ପାଣି ଦେଇଦେଲି। ଆପଣ ବି ସେମିତି ଟିକେ ନାଗୁରୁ ପାଣି ଦେଇଦେବେ, ନହେଲେ ତଳଟା ଟିକେ ଲାଗି ଲାଗି ହେଇଯିବ। ଆଉ ଏଇଠି ଆମେ ପକାଇଦେବା ସେ ବିଲାତିକୁ କାଟିକି ରଖିଥିଲି ଦେଖନ୍ତୁ, 2ଟା ବିଲାତି, ତାକୁ ଆମେ ପକାଇଦେବା। ଆଉ ଗ୍ୟାସର ଫ୍ଲେମ୍କୁ ଏବେ ଆଉ ଟିକେ ଲୋ ଟୁ ମିଡ଼ିୟମ୍ କରିବା। ତାପରେ ବିଲାତିକୁ ଆମେ ଏମିତି ଭାଜିବା। ଆଉ ଭାଜିବା ଯେମିତି ସେ ଟିକେ ଯେମିତି ନରମ ହେବ। ବିଲାତିକୁ ପକାଇଲେ ଆମେ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ କରିବା, ଯେମିତି ଟିକେ ଟିକେ ବିଲାତିର ପାଣି ଅଂଶ ଅଳ୍ପ ଟିକେ ଶୁଖିଯିବ। ତାପରେ ପୁଣି ଆମେ ଲୋ ଫ୍ଲେମ୍ରେ କରିଦେବା। ତାପରେ ବିଲାତିକୁ ଆଉ ଟିକେ ସିଝିବାକୁ ଛାଡ଼ିବା। ଏମିତି ଖରିକାରେ ମାଡ଼ି ମାଡ଼ି ଦେଲେ ସେ ବିଲାତି ପୁରା ମିଶିଯିବ ଯେମିତି। ତାପରେ ଏଇଠି ଆମେ ଦେଇଦେବା ଲୁଣ। ଲୁଣ ଦେଖିକି ଆମେ ଦେବା, ଯେତିକି ଆମେ ତିଆରି କରିଥିବେ ସେଇ ସ୍ୱାଦ ଅନୁଯାୟୀ ଲୁଣ ଦେବା। ଆଉ ଲୁଣଟା ଦେଇଦେଲେ ବିଲାତିଟା ଆଉ ଟିକେ ନରମ ହେଇଯିବ। ତାପରେ ଏଇଠି ହଳଦୀ ଦେବା। ଆଉ ଏଇଠି ବି ଆପଣ ଲଙ୍କାଗୁଣ୍ଡ ଯଦି ରଖିଥିବେ ଦେଇଦେବେ। ଆଉ ଏଇଠି ମୁଁ ଦେଇଦେଇଛି ଧନିଆ ଗୁଣ୍ଡ ଛୋଟ ଚାମଚରେ 1/2 ଚାମଚ, କାରଣ ମୋର ଏଇଠି କମ୍ ଚାଉଳ ନେଇଛି, ସେଥିପାଇଁ ଏତିକି ମସଲା ଦେଇଛି। ଆଉ ଆକୁ ଆମେ ପୁରା ଏମିତି ପୁଣି ଗୋଳେଇବା। ଗ୍ୟାସର ଫ୍ଲେମ୍କୁ ସେମିତି ଲୋ ଟୁ ମିଡ଼ିୟମ୍ ରଖିଥିବା। ଆଉ ଏମିତି ଭାଜିବା। ଆଉ ଯଦି ଲାଗିଯାଏ ଟିକେ ନାଗୁରୁ ପାଣି ଦେଇଦେବା। 4-5 ମିନିଟ୍ ପର୍ଯ୍ୟନ୍ତ ଏମିତି ଆକୁ ଭାଜିବା, କଷିବା। ତାପରେ ଆମେ ଏଇଠି କ'ଣ କରିବା, ଗୁଆ ଘିଅ ଦେଖନ୍ତୁ ମୁଁ ଏଇଠି ଛୋଟ ଚାମଚରେ ଦେଖନ୍ତୁ ଦେଲି। 1 ଚାମଚ ଦେଇପାରିବେ, 1/2 ଚାମଚ ଦେଇପାରିବେ, ଆପଣଙ୍କ ଚଏସ୍ ଅନୁସାରେ। ଆଉ ମୁଁ ଏଇଠି ଯେତିକି ତେଲ ଦେଲି, ଘିଅ ଦେଲି, ଆଉ ମୋର 1 କପ୍ ଚାଉଳକୁ ପୁରା ପରଫେକ୍ଟ ଥିଲା। ତ ଏଇଠି ଦେଖନ୍ତୁ ସବୁ ଜିନିଷ ପକାଇଦେଲେ। ଆଉ ମସଲାରୁ ତେଲଟା ଟିକେ ଟିକେ ଅଲଗା ହେଇଗଲାଣି। ବେଶୀ ତେଲ ପକାଇ ନଥିଲି, ଜଣାପଡ଼ୁନି, କିନ୍ତୁ ଅଲଗା ହେଇଗଲାଣି, ମସଲାଟା ହେଇଗଲାଣି। ଆମେ ଏଇଠି କ'ଣ କରିବା, ଚାଉଳକୁ ଦେଇଦେବା। ପୁରା ମୋତେ ଲାଗିଲା 5-6 ମିନିଟ୍ ପୁରା କଷିକିରି ବିଲାତିକୁ ପୁରା ମିଶାଇବାକୁ ଲାଗିଲା। ମସଲା ବି ସେମିତି 3-4 ମିନିଟ୍ ପାଖାପାଖି କଷା ହେଲା ଲୋ ଫ୍ଲେମ୍ରେ। ତାପରେ ଦେଖନ୍ତୁ ଚାଉଳକୁ ପକାଇକି ଆମେ ଆଉ ଟିକେ ଏପଟ ସେପଟ କରିବା, ଭଲ ଭାବରେ ଟିକେ ଗୋଳେଇ ଦେବା, ଯେମିତି ମିଶିଯିବ ମସଲାରେ। ଏବେ ଆମେ ଫ୍ଲେମ୍କୁ ଜମା ବି ହାଇ କରିବାନି। ତ ଏମିତି ଟିକେ ଗୋଳେଇ ସାରିକି ଆମେ ପାଣି ଦେଇ ସାରିଲା ପରେ ପୁଣି ଫ୍ଲେମ୍କୁ ଆମେ କ'ଣ କରିବା, ହାଇ କରିବା। ମୁଁ ଲଙ୍କାଗୁଣ୍ଡ ପକାଇ ନଥିଲି କିମ୍ବା କାଶ୍ମୀରୀ ଲଙ୍କାଗୁଣ୍ଡ ପକାଇ ନଥିଲି। ଏଇଠି ଲଙ୍କାଗୁଣ୍ଡ ପକାଇଲି, ଏଇଟା ଲାଲ ବି ଟିକେ ହେବ ଆଉ ରାଗ ବି ହେବ।
तापर ये टिके ना तापर तेल देदेली कारण पछरे पकेली ना टिके करैकिरी ताको तेल देदेली। आपण से हलदी गुंड जो पकेले सेते बेले भी दे पारिबे। मु पकई नथिली बोली मु एबे पकेली। तो गोटे 2 मिनिट पाखापाखि आम एमती देखु मसला आ चाउल को मिसई देवा। तापर एठी देवा आम पुदीना पत्र आ धनिया पत्र। जदि आपण पाखे थिबो पुदीना पत्र देबे नहले खाली धनिया पत्र देबे नहले खाली पुदीना पत्र देले भी चलिबो। आर बास्नाटा भारी बढ़िया हबो, टेस्ट भी बढ़िया आसीबो। आउ टिके आम एमती नौटे देवा टिके मिसई देवा। तापर आम एठी पानी देवा। दर्शक बंधु आज रेसिपी जदि टिके भी पसंद आसी थाए निश्चय गोटे लाइक देबे। आउ ए रेसिपीटा भारी बढ़िया लगे खाइबा को, पिला माने पूरा मागी मागी की खाइबे। गोटे कप चाउल नैथिले आम एठी नबा गोटे कप पानी आउ अल्प टिके नबा। तो देखंतु आउ टिके नागुर नेली। याठू आउ जदि बेसी पानी नेबे ताहले भात टिके नरम हो जिवो आ गोटी गोटी रहिबनी। जदि आपण आउ टिके नरम करबा को चाहुचती आउ 2-3 चम्मच पाखापाखि दे देबे, माने छोटो चम्मच रे। नहले एमिति ही जदि फांका रे एमिति करूचंती ताहले 2 कप चाउल दे देबे। देखिबे केते पानी खाउची, केमिति चाउल चाउल तो अछि केते प्रकार, को चाउल सिझे शीघ्र, को चाउल बेसी समय लागे हेमिति। तो एबे मु कभर को दे देली आकु हुइसिल दबा को छाड़ीबा। गोटे हुइसिल जेमती दब आउ गोटे हुइसिल दबा को थिबो आमे गैस को बंद कर देबा। गैस को बंद कर साला परे देखंतु पुणी से आउ गोटे हुइसिल बाहरी आसला। तापरे आमे आकु ठंडा हबा को छाड़ीबा। तो देखंतु मैं गैस को बंद कर देछि। हाथ लगो लगो आ गोटे हुइसिल आसला, माने 2टा हुइसिल आसला। मु एठी गोटे कप चाउल नेछि बोली मते 2टा हुइसिल पर्यंत अपेक्षा करिया पड़ला। जदि आपण 2 कप किबा 3 कप चाउल नउचंती टिके बेसी चाउल रे गोटे हुइसिल दबा को पड़िबो। गोटे हुइसिल रे हे जिवो, से गरम रे सिझी जिवो। ता एठी देखंतु मु बाहर करछि, ठंडा हे जाइछि, केमती पूरा गोटी गोटी हेछि। तो ये देखो पूरा गोटी गोटी होती, पानी भी पूरा परफेक्ट सुखी जाइए, पूरा धीरे धीरे पूरा रही जाइए, पानी रहीनी कि टाण भी हैनी। आ भात ये देखो पूरा सिझी जाइए। जदि आपण गोटे कप्रे सेमती चाउल करूचंती भात ताहले एइभली एतिकी पानी देकी एमती हुइसिल देकी करंतु। नाई तो जदि भी देखिबे टाण हेची कि कोन आउ टिके न पानी देकी बसई देबे, घोरई देबे। जदि भी आउ जदि चाउलटी नरम हे जिवो आउ किछि करि हबनी। जदि टाण थिबो टिके करि हबो पानी देकी आउ टिके हमर जेमती आम साइज रे तयारी करि हबो। आ देखंतु एठी मु बाढ़ी नेली केते सुंदर हेची, पूरा गोटी गोटी हेची, बढ़िया भाबरे हमर बिलाती राइसटा तयारी हे गला। तापरे तापाई आमे नबा एठी टिके चटनी। तो ये दही काकुड़ी पियाज देकी आमे टिके सलाड भलिया करदेबा। ताकू लगेकी हो जहाँ लगेकी हो जमीती हेले खाई परिबे, खाली पेटरे भी खाई परिबे, किछि दरकार ना। टिफिन रे जेंती संध्या बेला भी करी खाई परिबे, सकाळ बेला भी करी खाई परिबे। एठी देखंतु केते बढ़िया देखा होची ना। आउ आकु ना पिला माने खुशी रे खाईदेबे। पिला माने जदि खाउचंती टिके लंका कम करिवे। आउ आपण तो निश्चय टमाटर आसी घरे बनौथिबे, तो एमिति बनौचंती कि नाही निश्चय कमेंट रे जणैबे। रहूची।